ଯଦି ଆପଣଙ୍କ ଘରେ ପ୍ରଥମ ପହରରେ କାଉ ରାବୁଛନ୍ତି, ତେବେ କାଉ ମୁଖଟି ଉତ୍ତରମୁଖା ହୋଇଛି, ତେବେ କୌଣସି କାର୍ଯ୍ୟରେ ଆପଣଙ୍କୁ ଦ୍ୱନ୍ଦ୍ୱ ସୃଷ୍ଟି କରେ, ବିଭିନ୍ନ ପ୍ରକାର ଆଶଙ୍କା ଉପୁଜେ। ତେବେ ଯଦି ଅଗ୍ନିକୋଣ ଆଡ଼କୁ ମୁହଁ କରି ଯଦି କାଉ ରାବୁଛନ୍ତି, ତେବେ ଆପଣଙ୍କ ଘରେ କଳି ହବାର ଅନେକ ଚାନ୍ସ ରହୁଛି ବା ନିଜ ଭିତରେ ଝାମେଲା ବଢିପାରେ। ତେଣୁ ଆପଣମାନେ ସେହିଦିନ ନିଶ୍ଚିତ ସାବଧାନ ହୋଇଯାଆନ୍ତୁ। ଆଜିର ପଞ୍ଚାଙ୍ଗ ଆଜି 2026 ଅଗଷ୍ଟ ମାସ 21 ତାରିଖ, ଓଡ଼ିଆ ଭାଦ୍ରବ ମାସ 5 ଦିନ, ଶୁକ୍ରବାର, ଶୁକ୍ଳ ପକ୍ଷ, ନବମୀ ତିଥି, ଯାହା ରାତ୍ରି 12:02 ପର୍ଯ୍ୟନ୍ତ ରହୁଛି। ତାପରେ ଦଶମୀ ତିଥି ଆରମ୍ଭ ହେଉଛି। ଆଜି ଅନୁରାଧା ନକ୍ଷତ୍ର, ଯାହା ଦିବା 1:18 ପର୍ଯ୍ୟନ୍ତ ରହୁଛି। ତାପରେ ଜ୍ୟେଷ୍ଠା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ବିଛା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:26 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:08। ଆଜି ଯୁଗ୍ନି ରହିଛି ପୂର୍ବ ଦିଗେ, ରାତ୍ରି 12:02 ପରେ ଯୁଗ୍ନି ଉତ୍ତର ଦିଗରେ ରହିବ। ଆଜି କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ଆଜି ଘାତ ବାର ରହିଛି ବିଛା ରାଶି ବ୍ୟକ୍ତି, ଧନୁ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ନବମୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି, ଲାଉ ଭୋଜନ ନିଷେଧ ରହିଛି। ଆଜିର ଅଶୁଭ ବେଳା, ଯାହା ଦିବା 8:30 ଦିବା 12:12 ମଧ୍ୟ ରହିଛି। 12 ବେଳା, କାଳ ବେଳା ଏବଂ ରାହୁ କାଳ। ସେହିଭଳି ରାତ୍ରି 8:59 ରାତ୍ରି 10:27 ମଧ୍ୟ ରହିଛି କାଳରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:02 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 7:50 ଦିବା 8:29 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 12:13 ଦିବା 1:26 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 2:02 ଦିବା 3:38 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 7:41 ରାତ୍ରି 8:58 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 11:04 ରାତ୍ରି 11:52 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 3:44 ଶେଷ ରାତ୍ରି 4:08 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଶେଷ ରାତ୍ରି 4:43 ଶେଷ ରାତ୍ରି 5:26 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କର ଜ୍ୟୋତିଷ ବନ୍ଧୁ ଯଯାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 21 ଅଗଷ୍ଟ 2026 ଦୈନିକ ରାଶିଫଳ। ତେବେ ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ଯାହାକି ଶୁକ୍ରାଚାର୍ଯ୍ୟଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ତତ୍ସହିତ ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତେବେ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ନିଶ୍ଚିତ ଧୈର୍ଯ୍ୟ ନିହାତି ଆବଶ୍ୟକତା ରହିଛି। ଆଜି ମେଷ ରାଶି ବ୍ୟକ୍ତି, ଆପଣଙ୍କର କ୍ରୋଧ ଉପରେ ନିୟନ୍ତ୍ରଣ ନିହାତି ଆବଶ୍ୟକତା ରହିବା ସହିତ ଆପଣ କାର୍ଯ୍ୟ ଗୁଡ଼ିକୁ ସଚେତନ ସହକାରେ ଯଦି କରିବେ, ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳତା ଆଡ଼କୁ ଅଗ୍ରଗତି କରିବ। ଆଜି ମେଷ ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ଆଗେଇବା ପାଇଁ ନିଶ୍ଚିତ କାର୍ଯ୍ୟ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ଏବଂ ଆନନ୍ଦ ଅନୁଭବ କରିବେ। ମେଷ ରାଶି ବ୍ୟକ୍ତି, ଆଜି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ଜୁଟିପାରେ, ଯାହା ଆପଣ ଅନେକ ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ବନେଇପାରେ। ତେବେ ଆଜି ମେଷ ରାଶି ବ୍ୟକ୍ତି
ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ରହିବ, ମାନସିକ ଅଶାନ୍ତି ରହିବ, ତତ୍ସହିତ ଅନେକ ପ୍ରକାର ପୂର୍ବରୁ ଯଦି ରୋଗ ଥିବ ଆଜି ତାହା ପାଇଁ ଆପଣ ଅନେକ ପ୍ରୋବ୍ଲେମରେ ପଡ଼ିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ନୀଳ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କ ଭାଗ୍ୟ ଗ୍ରହରୁ ଯାହା ଜଣା ପଡୁଛି ଆପଣଙ୍କର ଆଜି ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା, ମାନସିକ ଅଶାନ୍ତି, ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ଆଜି ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଥିବାରୁ ସମସ୍ତ କାର୍ଯ୍ୟ ବିଫଳତାରେ ପରିଣତ ହୋଇପାରେ। ତେଣୁ ବୃଷ ରାଶି ବ୍ୟକ୍ତି ଯେକୌଣସି କାର୍ଯ୍ୟ କରୁଛନ୍ତି ଆପଣ ଧ୍ୟାନ ପୂର୍ବକ କରନ୍ତୁ। ତେବେ ବୃଷ ରାଶି ବ୍ୟକ୍ତି ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ବୃଷ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ଥିବାରୁ ଆପଣଙ୍କୁ ଅନେକ ପ୍ରକାର ସମସ୍ୟା ନିଜ ଭିତରେ ସମ୍ପର୍କ ଖରାପ ହେବାର ଚାନ୍ସ ରହୁଛି। ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ଅସ୍ଥିରତା ଏବଂ ମାନସିକ ପୀଡ଼ା, ତତ୍ସହିତ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ବଢି ଯାଇପାରେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ଧଳା ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ଲାଭଦାୟକ ଦିନ ହେବ। ଆପଣ ଆଜି ବହୁତ ଖୁସି ରହିବା ସହିତ ସମସ୍ତ କାର୍ଯ୍ୟର ସଫଳତା ଆଡ଼କୁ ଅଗ୍ରଗତି କରିବେ। ଆଜି କର୍ମକ୍ଷେତ୍ରରେ ନିଜର ଭାଗ୍ୟ ଆପଣଙ୍କୁ ସାଥ ଦେବ। ତେବେ ମିଥୁନ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଖୁସିର ଦୁନିଆ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତି ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣ ସମସ୍ତ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେବା ସହିତ ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ଆଜି ରହିବ। ସମସ୍ୟା ଥିବ ନିଶ୍ଚିତ ଏହା ପ୍ରତି ସଚେତନ ରହିଲେ ଆପଣଙ୍କର ସ୍ୱାସ୍ଥ୍ୟ ଠିକ ଆଡ଼କୁ ଅଗ୍ରଗତି କରିବ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ସକାରାତ୍ମକ ସୁଯୋଗ ଦଉଛି। ଆଜି ଆପଣଙ୍କର ଆକସ୍ମିକ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସୁଯୋଗ ଦେଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି, ତତ୍ସହିତ ସମସ୍ତ କାର୍ଯ୍ୟ ଆପଣଙ୍କର ମହାସୁଖ ଆନନ୍ଦରେ କଟିବ। ତତ୍ସହିତ ଆଜି ଶତ୍ରୁମାନଙ୍କୁ କର୍କଟ ରାଶି ବ୍ୟକ୍ତି ବିଜୟ କରିବାର ଏକ ଉତ୍ତମ ଦିନ ହୋଇପାରେ। ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ନିଶ୍ଚିତ ପରିପ୍ରକାଶ କରିବ। ଆଜି କର୍କଟ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି ନିଶ୍ଚିତ ଆପଣଙ୍କ ଠାରେ ଅନେକ ପ୍ରକାର ଭାବ ପ୍ରୀତି ଦେଖାଦେବ ଏବଂ ଆଜି କିଛି ରୋମାଣ୍ଟିକ ପରିବେଶ ସୃଷ୍ଟି କରିବାର ପୂର୍ଣ୍ଣ ସୁଯୋଗ ଦଉଛି। ଆଜି କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା କିଛି ଥିବ ଆଜି ତାର ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଆପଣ ହଳଦୀ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର କର୍ମକ୍ଷେତ୍ରରେ ଅନେକ କାର୍ଯ୍ୟହାନି ଯୁଗ ରହୁଛି ଏବଂ କାର୍ଯ୍ୟରେ ଆପଣଙ୍କୁ ନିରାଶ କରିପାରେ, ଯାହା ପାଇଁ ଆପଣ ମାନସିକ ସ୍ତରରେ ସିଂହ ରାଶି ବ୍ୟକ୍ତି ଅସ୍ଥିରତା, ଦୁର୍ବଳ ଏବଂ ନିଜର କାର୍ଯ୍ୟ ପ୍ରତି ଉତ୍ସାହ ନ ବଢିପାରେ। ତେଣୁ ସିଂହ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ସିଂହ ରାଶି ବ୍ୟକ୍ତି ଆପଣଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ତେଣୁ ଆପଣଙ୍କର ପ୍ରତିଷ୍ଠା କ୍ଷୁଣ୍ଣ ହବାର ଅନେକ ଚାନ୍ସ ରହୁଛି। ତେଣୁ ସିଂହ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟ କରୁଥିଲେ
ନିଶ୍ଚିତ ସାବଧାନ ହୋଇଯାଆନ୍ତୁ, କାରଣ ଅର୍ଥଜନିତ କ୍ଷେତ୍ରରେ ଆପଣଙ୍କୁ ଅନେକ ପ୍ରକାର ଧନ ନାଶ ଯୋଗ ରହୁଛି। ତେଣୁ ଯଦି ଅର୍ଥଜନିତ ବେପାର ବାଣିଜ୍ୟ କରୁଛନ୍ତି ସିଂହ ରାଶି ବ୍ୟକ୍ତି, ନିଶ୍ଚିତ ସାବଧାନ ହୋଇଯାଆନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ସମସ୍ୟା ଭିତରେ ଜଡ଼ିତ ରହିବ ଏବଂ ବିଭିନ୍ନ ପୂର୍ବରୁ ଯଦି କିଛି ରୋଗ ଥିବ ଆଜି ଅନେକ ପ୍ରକାର ଯାହାକୁ ସେହି ରୋଗ ସାମ୍ନା କରିବାକୁ ପଡ଼ିବ। ତେବେ ଆଜି ସିଂହ ରାଶି ବ୍ୟକ୍ତିଙ୍କର ଆକସ୍ମିକ କିଛି ପ୍ରୋବ୍ଲେମ୍ ବା ଛୋଟ ମୋଟ ଦୁର୍ଘଟଣା ଜନିତ ଜିନିଷ ସାମ୍ନା କରିବାକୁ ପଡ଼ିବ। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ସବୁଜ ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ମାନସିକ ପୀଡ଼ା, ମନରେ ଅନେକ ଅଶାନ୍ତି ପରିବେଶ ସୃଷ୍ଟି କରିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କନ୍ୟା ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ହୁଅନ୍ତୁ। ନିଜର କର୍ମକ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ଆସିବ, ଯାହାକୁ ସାମ୍ନା କରିବା ଆପଣଙ୍କ ପକ୍ଷେ ଭାରି କଷ୍ଟକର ହୋଇପାରେ। କନ୍ୟା ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଯାହା ଜଣା ପଡୁଛି। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ଆପଣଙ୍କର ଆଜି ଯାହାକି ପ୍ରେମ ଦୁନିଆରେ ଆପଣଙ୍କୁ ନିଶ୍ଚିତ ସାବଧାନ ରହିବାର ଆବଶ୍ୟକତା ରହିଛି, କାରଣ ଆଜି ପ୍ରେମ ସମ୍ବନ୍ଧରେ ଅନେକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ। ତେଣୁ ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଅନେକ ପ୍ରକାର ଖରାପ ହବାର ଚାନ୍ସ ରହୁଛି, ନିଜ ଭିତରେ କଳହ ଯୁକ୍ତ ରହୁଛି। ତେଣୁ କନ୍ୟା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବିଶେଷ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଆପଣ ମିଶ୍ରିତ କଳା ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ଦିନ ହୋଇପାରେ। ନିଜର ଦକ୍ଷତା ବଳରେ ସମସ୍ତ କାର୍ଯ୍ୟ ସଫଳତା ଆଡ଼କୁ ନିଶ୍ଚିତ ପୂର୍ଣ୍ଣ କରିବାର ସୁଯୋଗ ଦେଇପାରେ। ଆଜି ତୁଳା ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ହୋଇପାରେ। ଆଜି ତୁଳା ରାଶି ବ୍ୟକ୍ତି ନିଜର କାର୍ଯ୍ୟଗୁଡ଼ିକୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିପାରନ୍ତି। ତେବେ ତୁଳା ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ପ୍ରେମ ଦୁନିଆରେ ଆପଣଙ୍କର ଭଲ ମଧୁରତା ସମ୍ପର୍କ ସୃଷ୍ଟି ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ତୁଳା ରାଶି ବ୍ୟକ୍ତି ଆପଣଙ୍କର ପାରିବାରିକ ସମ୍ପର୍କ ଦୃଷ୍ଟିରୁ ଦେଖିଲେ ଆପଣ ଅନେକ ପ୍ରକାର ଯାହାକି ନିଶ୍ଚିତ ସମ୍ପର୍କ ଭଲ ରହିବାର ଅନେକ ଚାନ୍ସ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟ ଯଦି ଆପଣମାନେ କରୁଥିବେ ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦଉଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣଙ୍କର ମିଶ୍ରିତ କଳା ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟରେ ଅନେକ ପ୍ରକାର ଚାପ ସୃଷ୍ଟି ହୋଇପାରେ। ତେଣୁ ଯେଉଁମାନେ ବିଛା ରାଶି ବ୍ୟକ୍ତି ଦୈନନ୍ଦିନ କର୍ମକ୍ଷେତ୍ରରେ ଜଡ଼ିତ ଅଛନ୍ତି ଏହା ପ୍ରତି ସାବଧାନ ରୁହନ୍ତୁ ଏବଂ ସଫଳ କାର୍ଯ୍ୟରେ ଆପଣ ଚାପ ସୃଷ୍ଟି ହେବ, ମାନସିକ ସ୍ତରରେ ଆପଣ ଅଶାନ୍ତି ପରିବେଶ ସୃଷ୍ଟି ହେବ। ତେଣୁ ବିଛା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ହେଲେ ତାହା ଆପଣଙ୍କ ପାଇଁ ଲାଭ ହେବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଆପଣଙ୍କର ଯାହାକି ପ୍ରେମ ଦୁନିଆରେ ଆପଣ ବହୁତ ରୋମାଣ୍ଟିକ ପରିବେଶ ସୃଷ୍ଟି ହେବ ଏବଂ ଅନେକ କ୍ଷେତ୍ରରେ ଆପଣଙ୍କର ଯାହାକି ନିଜ ଭିତରେ ସମ୍ପର୍କ ଭଲ ହବାର ସୁଯୋଗ ଦେଇପାରେ। ଆଜି ବିଛା ରାଶି ବ୍ୟକ୍ତି ଆପଣଙ୍କର ପାରିବାରିକ ସମ୍ପର୍କ ମଧୁରତା ଦେଖାଦେବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି।
आज बिछा राशि व्यक्तिंकर भाग्य संख्या रही जहाँकि 3, भाग्य रंग रहुची आपण बैगणी रंग यूज करि परिबे एवं ग्रह माने आपण को आज जहाँकि 55% साथ दउछंती। एबे चलंतु जानिबा धनुराशि व्यक्ति विषय। धनुराशि व्यक्ति आज भाग्य उदयर जुग रही। प्रत्येक कार्य आपण निश्चित प्रतिष्ठा लाभ करिवार पूर्ण सुजोग दउछि। आज धनुराशि व्यक्ति कौनसी कार्य अटकिब नाही। आज समस्त कार्य आपण महा आनंद रे दिन कटिवार सुजोग देई पारे, जहा धनुराशि व्यक्ति भाग्य चक्र जना पड़ुछि। आज धनुराशि व्यक्ति जहाँकि राजनैतिक सामाजिक क्षेत्र में आपणकर प्रतिष्ठा लाभ करने सहित निजर ख्याति अर्जन करिवार एक उत्तम जुग बनौछि, जहाँ आपण राशि चक्र जना पड़ुछि। आज धनुराशि व्यक्ति प्रेम दुनिया रे आपण बहुत उत्साहित सहित रोमांटिक परिवेश सृष्टि करिबो। निज भितरे अनेक प्रकार मधुर वार्तालाप करिवार पूर्ण सुजोग देबो। सहित अर्थजनित निष्पत्ति नबा पई मध्य आपणकर भाग्य साथ देउछि एवं अनेक प्रकार लाभ प्राप्त करिवार सुजोग दउछि। आज धनुराशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य स्थिर रहिबो, कौनसी स्वास्थ्य समस्या रहिबो नाही। तेबे धनुराशि व्यक्ति निजर जहाँकि अग्नि प्रति टिके सावधान रुहंतु, कारण अग्नि जनित समस्या आपण को टिके प्रॉब्लम रे पकई पारे। तेबे आज धनुराशि व्यक्तिंकर भाग्य संख्या रही जहाँकि 2, भाग्य रंग रहुची धला रंग एवं ग्रह माने आपण को आज जहाँकि 95% साथ दउछंती। एबे चलंतु जानिबा मकर राशि व्यक्ति विषय। मकर राशि व्यक्ति आज दिनटी आपणक पई विशेष भल दिन होई न पारे। अनेक क्षेत्र में आपणकर जहाँकि समस्या देखा देबो, तत्सहित कर्म रे अनेक प्रकार चाप सृष्टि करिवो, जहाँ पई आपण मानसिक स्तर रे अस्थिर, दुर्बल एवं विभिन्न प्रकार समस्या भितर गति करि पारंती। आज मकर राशि व्यक्ति यह प्रति निश्चित सावधान रुहंतु। आज मकर राशि व्यक्ति विशेषकर कर्म क्षेत्र में ध्यान दबार आवश्यकता रही। तेबे जेकोसी कार्य करिवे प्रथमे योजना प्रस्तुत करी कार्य करिले केतेकांश रे यह परिवर्तन होई पारे। तेबे आज मकर राशि व्यक्ति आपणकर जहाँ कि मान अपमान हबार चांस रहुची प्रेम जनित क्षेत्र रे, यह प्रति निश्चित सावधान रुहंतु। कौनसी प्रेम जनित आपण कु सांग बा कु स्त्री सहित आदु मिलामिशा करंतु नाही, जहाँ आपणक पई भलो हेबो। आज मकर राशि मकर स्वास्थ्यगत दृष्टि देखिले आपणकर स्वास्थ्य हानि रो जुग बनौछि। तेणु निश्चित आपण आज किछि छोट मोट दुर्घटना जनित सामना करबा को पड़िबो स्वास्थ्य जनित क्षेत्र रे। तेणु यह प्रति निश्चित सचेतन रुहंतु। आज मकर राशि व्यक्तिंकर भाग्य संख्या रही जहाँ कि 8, भाग्य रंग रहुची जहाँ कि आपण गाढ़ नील रंग यूज करि परिबे एवं ग्रह माने आपण को आज 30% साथ दउछंती। एबे चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति आज निजर कार्य रे आपणकर ख्याति अर्जन करिवार उत्तम दिन बनै पारे। निजर कार्य जदि ध्यान पूर्वक करिवे समस्त कार्य पूर्ण होबा सहित पूर्वरु अटकी जाइथिबा कुंभ राशि व्यक्तिंकर कार्य संपूर्ण हेबो। किंतु निश्चित आपणकु निष्ठा सहकारे धैर्य सहकारे कार्य करिवार आवश्यकता रही। आज कुंभ राशि व्यक्तिंकर जहाँ कि व्यापार वाणिज्य रे जड़ित थिबा आपणकर अनेक लाभ प्राप्त करिवार सुजोग देबो। तेबे आज कुंभ राशि व्यक्ति अर्थजनित निष्पत्ति नबा पई उत्तम दिन होई पारे। आज कुंभ राशि व्यक्तिंकर जहाँ कि स्वास्थ्यगत दृष्टि देखिले आपणकर स्वास्थ्य अनेक प्रकार समस्या सामना करिबा को पड़ी पारे, जहाँ कि आपणकर अनेक प्रकार दुख सहित मृत्यु जनित पीड़ा सामना करने को पड़िबो। पूर्वरु जदि स्वास्थ्य समस्या थिबो यह निश्चित आपन को भोगिबा को पड़िबो। आज कुंभ राशि व्यक्तिंकर भाग्य संख्या रही जहाँ कि 9, भाग्य रंग रहुची नाली रंग एवं ग्रह माने आपन को आज जहाँ कि 75% साथ दउछंती।
ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପାଇବା ସହିତ ମହା ସୁଖ ଆନନ୍ଦ କରିପାରନ୍ତି। ଆଜି ଆପଣଙ୍କର କର୍ମକ୍ଷେତ୍ରରେ ଶୁଭ ଯୁଗ ରହିବା ସହିତ ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ଦେବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ମୀନ ରାଶି ବ୍ୟକ୍ତିଙ୍କର ଆଜି ମୀନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଏକ ଉତ୍ତମ ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଯାହାକି ମୀନ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣଙ୍କର ଆଜି ଆଦୌ ଭଲ ଦିନ ହୋଇନପାରେ। ଅନେକ ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ପ୍ରେମ ଦୁନିଆରେ ନିଶ୍ଚିତ ସାବଧାନ ରହିବା ସହିତ ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କ ପାଇଁ ଉତ୍ତମ ଯୁଗ ବନେଇ ନପାରେ। ଅଗ୍ନିଜନିତ ସମସ୍ୟା, ଯାହା ଅଗ୍ନି ଠାରୁ ଦୂରତା ରହିବା ସହିତ ଆପଣଙ୍କର ଜୀବଜନ୍ତୁ ଠାରୁ ମଧ୍ୟ ଦୂରତା ଅବଲମ୍ବନ କରନ୍ତୁ ମୀନ ରାଶି ବ୍ୟକ୍ତି, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମୀନ ରାଶି ବ୍ୟକ୍ତି ଆଜି ଦୂରଯାତ୍ରା କରୁଥିଲେ ନିଶ୍ଚିତ ନିଜର ଦ୍ରବ୍ୟ ପ୍ରତି ସାବଧାନ ରୁହନ୍ତୁ। ଦ୍ରବ୍ୟ ଚୋରି ହବାର ଅନେକ ଚାନ୍ସ ରହୁଛି କିମ୍ବା ଆପଣଙ୍କର କ୍ଷତି ହବାର ଚାନ୍ସ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି।